ରେଜିଷ୍ଟ୍ରେସନରେ ସରଳୀକରଣ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି। ସେ ବାବଦରେ ଗୋଟିଏ ଫର୍ମ ସେଲ୍ଫ ଡିକ୍ଲାରେସନ୍ ଫର୍ମ ସେଟା ମଧ୍ୟ ଆମେ ଅଲରେडी ପଠାଇ ଦେଇଛୁ, ମାନେ ସବୁ ଜିଲ୍ଲାକୁ ପଠାଇ ଦେଇଛୁ। ସିଏ କେବଳ ଏଠି ସାଇନ୍ କରିକି ଚାଷୀମାନେ ସେ ରେଜିଷ୍ଟ୍ରେସନ୍ କରିପାରିବେ, ଆଉ ଆର୍ଆଇ ପାଖକୁ ଯିବାକୁ ପଡ଼ିବ ନାହିଁ। ତେଣୁ ବରଂ ଭଲ ହେଇଛି, ତେଣୁ ଗୋଟେ ଦିନରେ ଆଭରେଜ 80,000 ଚାଷୀ ରେଜିଷ୍ଟ୍ରେସନ୍ କରୁଛନ୍ତି। ଆମେ ଚାହୁଁଛୁ ସବୁ ମଣ୍ଡିକୁ ମଡେଲ ମଣ୍ଡି କରାଯିବ, କିନ୍ତୁ ପ୍ରଥମେ 38ଟି ମଣ୍ଡିକୁ ମଡେଲ ମଣ୍ଡି ହିସାବରେ କରାଯାଉଛି। ଆଉ ସେଟା ପ୍ରତ୍ୟେକ ଜିଲ୍ଲାରେ ଗୋଟେ ଗୋଟେ ମିନିମମ୍ ହେବ, କେଉଁ ଜିଲ୍ଲାରେ 2ଟା ଏଇ ଟାଇପ୍ର ହେବ। ତେଣୁ ଏଗୁଡ଼ାକ ଲାଭଜନକ ହେବ ଆଉ କୃଷକମାନଙ୍କ ପାଇଁ ହିତକାରୀ। ଆମର କୃଷକମାନଙ୍କର ଯେଉଁ ରେଜିଷ୍ଟ୍ରେସନ୍ ଚାଲିଛି ପ୍ରକ୍ରିୟା, ଆମେ ଡିସେମ୍ବର 20 ତାରିଖ ପର୍ଯ୍ୟନ୍ତ ଥିଲା, ତାକୁ ବଢ଼େଇକି ମାନ୍ୟବର ମୁଖ୍ୟମନ୍ତ୍ରୀ 25 ତାରିଖ ପର୍ଯ୍ୟନ୍ତ କରିଛନ୍ତି। ତାର ଡିଜିଟାଇଜେସନ୍ କାମ 30 ତାରିଖ ପର୍ଯ୍ୟନ୍ତ ଚାଲିବ। ଇଏ ଗୋଟେ କଥା। ଦ୍ୱିତୀୟ କଥା ହେଲା ରେଜିଷ୍ଟ୍ରେସନରେ ସରଳୀକରଣ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି। ସେ ବାବଦରେ ଗୋଟିଏ ଫର୍ମ ସେଲ୍ଫ ଡିକ୍ଲାରେସନ୍ ଫର୍ମ ସେଟା ମଧ୍ୟ ଆମେ ଅଲରେଡ଼ି ପଠାଇ ଦେଇଛୁ, ମାନେ ସବୁ ଜିଲ୍ଲାକୁ ପଠାଇ ଦେଇଛୁ। ସିଏ କେବଳ ଏଠି ସାଇନ୍ କରିକି ଚାଷୀମାନେ ସେ ରେଜିଷ୍ଟ୍ରେସନ୍ କରିପାରିବେ, ଆଉ ଆର୍ଆଇ ପାଖକୁ ଯିବାକୁ ପଡ଼ିବ ନାହିଁ। ତେଣୁ ମୁଁ ଭାବୁଛି ୟାକୁ ନେଇକି ଯେଉଁ ପ୍ରକାର ତମ୍ବି ତୋଫାନ ଚାଲିଛି ସେ ବନ୍ଦ ହେବା ଦରକାର। ଏକ୍ସଟେନସନ୍ ବି ହେଲା, ଟାଇମ୍ ଏକ୍ସଟେନସନ୍ ଏବଂ ସରଳୀକରଣ ମଧ୍ୟ କରାଗଲା। କେବଳ ସେଲ୍ଫ ଡିକ୍ଲାରେସନ୍ ଫର୍ମରେ ସାଇନ୍ କରିକିରି ତାଙ୍କର ରେଜିଷ୍ଟ୍ରେସନ୍ ସେମାନେ କରିପାରିବେ। ନା, ବର୍ତ୍ତମାନ ସେସବୁ ପ୍ରକ୍ରିୟା ବନ୍ଦ। ଆଉ ଆପଣଙ୍କର ଡାଟା କହୁଛି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ରାଜ୍ୟରେ ଠିକ୍ ଚାଲିଛି। ଗତ ବର୍ଷ ଆଜିର ଡେଟ୍ରେ ରେଜିଷ୍ଟ୍ରେସନ୍ ହେଇଥିଲା 13,79,660, କିନ୍ତୁ ଏଇ ବର୍ଷ ଆଜିର ଡେଟ୍ରେ 13,34,028 ରେଜିଷ୍ଟ୍ରେସନ୍। ଆଜି ସକାଳ 11ଟା ପର୍ଯ୍ୟନ୍ତ ଡାଟା ମୁଁ କହୁଛି। 55,000 କମ୍ ଅଛନ୍ତି। ସିଏ 4 ଦିନ ଅଧିକା ପୂର୍ବରୁ ରେଜିଷ୍ଟ୍ରେସନ୍ ହେଇଥିଲା ଗତ ଥର, ଏଥରିକ 4 ଦିନ ପରେ ରେଜିଷ୍ଟ୍ରେସନ୍ ହେଇଛି। ତେଣୁ ବରଂ ଭଲ ହେଇଛି, ତେଣୁ ଗୋଟେ ଦିନରେ ଆଭରେଜ 80,000 ଚାଷୀ ରେଜିଷ୍ଟ୍ରେସନ୍ କରୁଛନ୍ତି। ତେଣୁ କିଛି କମ୍ ହେଇନାହିଁ, ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଠିକ୍ ଚାଲିଛି। କୃଷକମାନେ ଭଲ ରେଜିଷ୍ଟ୍ରେସନ୍ କରୁଛନ୍ତି। ଆଉ 25 ତାରିଖ ପର୍ଯ୍ୟନ୍ତ ବଢ଼ିଗଲା ମାନେ ଆହୁରି ସେମାନେ ଆରାମସେ କରିବେ, କିଛି ଅସୁବିଧା। ମଡେଲ ମଣ୍ଡି 38ଟା କରାଯାଇଛି। ମଡେଲ ମଣ୍ଡି ଆମେ ଚାହୁଁଛୁ ସବୁ ମଣ୍ଡିକୁ ମଡେଲ ମଣ୍ଡି କରାଯିବ, କିନ୍ତୁ ପ୍ରଥମେ 38ଟି ମଣ୍ଡିକୁ ମଡେଲ ମଣ୍ଡି ହିସାବରେ କରାଯାଉଛି। ଆଉ ସେଟା ପ୍ରତ୍ୟେକ ଜିଲ୍ଲାରେ ଗୋଟେ ଗୋଟେ ମିନିମମ୍ ହେବ, କେଉଁ ଜିଲ୍ଲାରେ 2ଟା ଏଇ ଟାଇପ୍ର ହେବ। ତେଣୁ ଏଗୁଡ଼ାକ ଲାଭଜନକ ହେବ ଆଉ କୃଷକମାନଙ୍କ ପାଇଁ ହିତକାରୀ ହେବ।